ତମେ କିଏ? ମୁଁ ଆଜ୍ଞା ନୀଳମଣି ନାୟକ, ଭଣ୍ଡାରୀ ପୋଖରୀ ପାଳଦା। ଭଣ୍ଡାରୀ ପୋଖରୀ ପାଳଦା। ସେ ମୋ ଝିଅ। ତମକୁ ପଚାରୁଛି ଝିଅ କହ। ମୁଁ ବାପାଙ୍କ ଝିଅ। ଆଉ ସମସ୍ତେ କକାଙ୍କ ଝିଅ? ନାଇଁ ମାନେ ମୋ କହିବା କଥା ମୁଁ ଏଇ ବାପାଙ୍କ ଝିଅ। ଆଉ ସମସ୍ତେ କ'ଣ ସେଇ ବାପାଙ୍କ ଝିଅ? କ'ଣ କହୁଛନ୍ତି ଆଜ୍ଞା? ନା ପଚାରୁଛି। ଓହୋ ମୋ ନାଁ ସେବତୀ ବିଶ୍ୱାଳ। ମୁଁ ବିଏ ପାସ୍ କରିଛି। ଅଙ୍ଗନବାଡ଼ି ଦିଦି ଅଛି। ଆମ ଘରଟା ଭଦ୍ରକ ପୁରୁଣା ବସଷ୍ଟାଣ୍ଡ। ଭଦ୍ରକ ତା ଶାଶୁଘର। ଶାଶୁଘର। ଶାଶୁଘର? ଆଜ୍ଞା। ବିବାହିତା? ହଁ ଆଜ୍ଞା ସାର୍। ସ୍ୱାମୀ? ସେ ସୁରଟରେ ସୂତା ପୁଣି କିଭଳି ଲୋକ? ଘର କୋଉଠି? ଆଜ୍ଞା ରାଗନ୍ତୁନି, ସେଇଆ ସୁରାଟରେ ସୂତା କାମ କରନ୍ତି। ବାକି ମୁଁ ହିନ୍ଦୁ ନାରୀ ନା, ତାଙ୍କ ନାଁଟା ତ ଧରିପାରିବିନି। ବାପା ଜ୍ୱାଇଁଙ୍କ ନାଁଟା କହିଦେଉ ନା। ମୋ ଜ୍ୱାଇଁ ଧତାଲି ବିଶ୍ୱାଳ ଆଜ୍ଞା। ମୋଟା କାଳିଆ ଟଙ୍କା ଜୁଙ୍ଗା ଟଙ୍କା 7,000 ନାକେ ସୁରଟରୁ ପଠଉଛି ପ୍ରତି ମାସ ସୂତା କାମକୁ। ଆଉ ଏ ବିପଦ ସମୟ ଡାକିଲନି, ସାହାଯ୍ୟ କରିଥାନ୍ତେ। ବହୁତ ଦୂରରେ ଅଛି ଆଜ୍ଞା। ଦୂରରେ ବି ଅଛନ୍ତି। ଓହୋ, ଦୁଃଖ କଥା ଜାଣିଛନ୍ତି? ଆଜ୍ଞା ଫୋନରେ ମୁଁ ଜଣେଇ ଦେଇଛି। ହିନ୍ଦୁ ନାରୀ? ଆଜ୍ଞା। ମୁଣ୍ଡରେ ଓଢ଼ଣା ଦିଅ। ନାଇଁ ସାର୍ ଟେନସନରୁ ଗରମ। ଓଢ଼ଣା ଦିଅ। ପୋଲିସ କହୁଛନ୍ତି। ଆଚ୍ଛା, ତମର କ'ଣ ଏଇ ଗୋଟାଏ ଝିଅ? ଝିଅଟେ ପୁଅଟେ ଅଛି। ପୁଅ? ହଁ ପୁଅଟେ ଅଛି। ପୁଅ କାହିଁ ଦେଖା ନାହିଁ? ନା ସିଏ ଘରେ ନାହିଁ, ସେ ଯାତ୍ରା ପାଟିରେ ଅଛି। କ'ଣ ଆର୍ଟିଷ୍ଟ? ଆର୍ଟିଷ୍ଟ କାହିଁ ହବ, ସେ ପୁରା ଚେୟାରମ୍ୟାନ୍। ଏଇ ମତେ ଭୋଗ ସାଉଛ? ହଁ ଚେୟାରମ୍ୟାନ୍। ଚେୟାରମ୍ୟାନ୍ କ'ଣ? ଆଜ୍ଞା ଯାତ୍ରା ପାଟିରେ ମୋ ପୁଅ ଚେୟାରମ୍ୟାନ୍। ମୋ ପୁଅ ଯାତ୍ରା ପାଟିରେ ଯାତ୍ରା ଭାଙ୍ଗିଲା ପରେ ସବୁ ଚେୟାରକୁ ସାଇଜ କରିକି ରଖେ। ଆଉ ସେଇଥିପାଇଁ ତାକୁ ସମସ୍ତେ ଚେୟାରମ୍ୟାନ୍ ଡାକନ୍ତି। ଆଚ୍ଛା ଆଚ୍ଛା, କ'ଣ ତା ନାଁ କ'ଣ? ନା ଦୁଲା ମୁଁ ଡାକେ ଦୁଲା, ତା ଭଲ ନା ଦୁର୍ବଳ ନାୟକ। ଆଚ୍ଛା ଆଚ୍ଛା, ହଉ। ଆଉ ବୁଢ଼ୀମା ଅଛନ୍ତି? ଅଛନ୍ତି। ମୋ ମିସେସ୍ କଥା କହୁଛନ୍ତି? ହଁ ଶେଷ ସିଏ ବିରାଟ ବଡ଼ କେସ୍। ହଉ 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 ହଉ। ଆଚ୍ଛା, କ'ଣ କହୁଥିଲ ଟପିକ୍? ଆଜ୍ଞା ଏ ବାବୁ ଆଜ୍ଞା ମୋତେ କହିଲେ 3 ମାସରେ ଟଙ୍କା ଡବଲ କରିକି ଫେରେଇବେ। ମୁଁ ଆଜ୍ଞା ଗରିବ ଲୋକ, ଜମି ବାଡ଼ି ବିକିକି 50,000 ଟଙ୍କା ଦେଇଥିଲି। 3 ମାସ ପୁରିଗଲା, ଟଙ୍କା ପାଇ ଆସିଥିଲି। ପରିସ୍ଥିତି ଦେଖନ୍ତୁ, ଗଡ଼େଇ ଉଠୁଲେ। ଆରେ କ'ଣ ଦେଖିକି ଦେଇଥିଲ ଆଗକୁ ଏମିତି ଏତେ ଟଙ୍କା? ସମସ୍ତେ ଦଉଥିଲେ ଆଜ୍ଞା। ସମସ୍ତେ ଦଉଥିଲେ? ଆଜ୍ଞା ସମସ୍ତେ ଦଉଥିଲେ ଆଜ୍ଞା ସାର୍। ହନୁ ମଲା ବେଳେ ଯେମିତି ସତ କହେ, ମୁଁ ବି ଆଜି କହୁଛି, ଛୁଆଙ୍କ ଅଣ୍ଡା ମଣ୍ଡା ମାରିକି ଢେର ପଇସା ମୁଁ ଦେଇଥିଲି ରଖିବାକୁ ବାପାଙ୍କୁ। ୟା ପାଖରେ ପୁରା ଚେହେରା କଳା ପଡ଼ିଯିବ ଯେ ଅଳ୍ପ ଦିନେ କଳା ପଡ଼ିଯିବ। ଅଣ୍ଡା ମାରିକି ଖାଇଛ ଛୁଆଙ୍କର। ଆଜ୍ଞା ଉଦ୍ଧାର କରନ୍ତୁ ଆଜ୍ଞା। ଉଦ୍ଧାର କରିବି? ଆଜ୍ଞା। କାହିଁକି ଏମିତି ହଉଛ? ମୋତେ ଟେନସନ୍। ଆଜ୍ଞା ଏମିତି ଭୁଲ ଆଉ କେବେ ହବନି। ହଉ ଠିକ୍ ଅଛି, ତମର ବ୍ୟସ୍ତ ହବା ଦରକାର ନାହିଁ, ତା ବ୍ୟବସ୍ଥା ମୁଁ କରୁଛି। ଆଜ୍ଞା। ଏଇଟା ଉଠେଇ ଛିଡ଼ା କର। ବୁଝିଲେ ସାର୍, ପର ଲୋକଙ୍କୁ ଟଙ୍କା ଖାଇ ପେଟଟା ପୁରା ଟାଙ୍କି ବାଗିଆ କରିଦେଇ ସାରିଲାଣି। ଏସବୁ କ'ଣ ହଉଛି? ଲୋକମାନଙ୍କୁ ଭୁଆଁ ବୁଲେଇବା ପାଇଁ ଚିଟ୍ ଫଣ୍ଡ କମାରି କରି ସବୁ ଟଙ୍କା ହଡପ କରୁଛୁ? ନମସ୍କାର ଆଜ୍ଞା। ହାଇ ବ୍ଲଡ୍ ପ୍ରେସର ମୋର 140 ହେଇଗଲା। ପାରାସିଟାମଲ ଖାଇକି ଏମିତି ହେଇଛୁ? ହାଇ ବ୍ଲଡ୍ ପ୍ରେସର 140 ହେଇଗଲା। କ'ଣ କହୁଛ? ଆକ୍ଟିଂ କରୁଛୁ କି? ଆକ୍ଟିଂ କରିନି, ମୋ ଅବସ୍ଥା ସେଇଆ। 20,000 ଟଙ୍କା ଟିକେ ଭଲ ମାନୁନା, ଦେଖୁନ ଭାଇ। 30 କ'ଣ 40 କନଷ୍ଟବଳ କ'ଣ 40? ମତେ ହରେକ ମାଲ ଭାବିଲୁ? ବାର୍ଗେନିଂ କରୁଛୁ ମୋ ସହିତ? ମୁଁ 10 ଅଧିକା ଦଉଛି, ନେଇ ଯାବେ। ନା